ସୁବର୍ଣ୍ଣପୁର ଜିଲ୍ଲାରେ ପୋଲିସ ସକ୍ରିୟ, ବିଭିନ୍ନ ସ୍ଥାନରୁ ଅପରାଧୀ ଗିରଫ। ସାମ୍ବାଦିକ କୁହାଯାଉଥିବା ଜଣେ ଭାଜପା ନେତା ଗିରଫ। ତାଙ୍କ ଘରକୁ ସୁବର୍ଣ୍ଣପୁର ପୋଲିସ ଗତ ରାତିରେ ରେଡ୍ କରିଥିଲା। ଅପରାଧୀମାନଙ୍କ ଯୋଗୁଁ ଗତ କିଛି ଦିନ ହେବ ସୁବର୍ଣ୍ଣ ପୋଲିସକୁ ଲାଞ୍ଛିତ ହେବାକୁ ପଡ଼ିଛି। ଫଳରେ ପୋଲିସ ସକ୍ରିୟତା ଦେଖାଇଛି। ଗତ 3 ଦିନ ହେବ ପୋଲିସ ବିଭିନ୍ନ ସ୍ଥାନରୁ ବେନିୟମ କାର୍ଯ୍ୟକଳାପରେ ଜଡ଼ିତ ଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ସ୍ଥାନୀୟ ପଟାଭାଡ଼ି ସ୍ଥିତ ଜଣେ ଭାଜପା ନେତା ତଥା ସାମ୍ବାଦିକଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଘରୁ ବେନିୟମ ଭାବରେ ଥିବା ଏୟାର ପିସ୍ତଲ, 2 କେଜି 910 ଗ୍ରାମ ଗଞ୍ଜେଇ, 100 mlର 164ଟି କଫ୍ ସିରପ ବୋତଲ ଏବଂ 3,50,000 ଟଙ୍କା ପୋଲିସ ଜବତ କରିଛି। ଆଜି ଜଣେ ସାମ୍ବାଦିକ ଗିରଫ ହୋଇଥିବା ସ୍ଥଳେ ପ୍ରେସ୍ ଲେଖାଥିବା ଗାଡ଼ି ବ୍ୟବହାର କରୁଥିବା ଆଉ ଜଣେ ଫେରାର ଥିବା ଜଣାଯାଇଛି। ଆଗକୁ ପୋଲିସର ଏଭଳି ଚଢ଼ାଉ ଜାରି ରହିବ ବୋଲି ମଧ୍ୟ ଜଣାଯାଇଛି।